ଗପ ବହିର ନାଁ କଥା ସରେ ନାହିଁ। ଗାଳ୍ପିକ ଅରବିନ୍ଦ ରାୟ। ପଢ଼ି ଶୁଣାଉଛନ୍ତି ଅନିତ୍ୟ ମହାନ୍ତି। ଗଳ୍ପ ରାମଲୀଳା। ନଈବନ୍ଧରେ ଶ୍ରୀରାମ ଓ ହନୁମାନ। ରାମଚନ୍ଦ୍ରଙ୍କର ଶ୍ୟାମଳ ଦୁର୍ବାଦଳ ଶରୀର, ବଳକଳ ପାଟ ପରିହିତ ରାମଙ୍କ କର୍ଣ୍ଣରେ ରୁଦ୍ରାକ୍ଷର କୁଣ୍ଡଳ, ଗଳାରେ ଇଙ୍ଗୁଦିମାଳ, ମଥା ଉପରେ ସର୍ପାକୃତିର ଜଟ, ଜଟକୁ ବେଢ଼ିଛି ବନମାଳ, କାନ୍ଧରେ କାଣ୍ଡ ଓ କୋଦଣ୍ଡ। ଶ୍ରୀରାମଙ୍କ ପଛରେ ଥିବା ହନୁମାନଙ୍କର ଅପୂର୍ବ ରୂପକାନ୍ତି। ତାଙ୍କର ପିଙ୍ଗଳ ବର୍ଣ୍ଣର ବର୍ତ୍ତୁଳ ଦୁଇଟି ଆଖି, ଅସ୍ତକାଳୀନ ସୂର୍ଯ୍ୟର ରଙ୍ଗ ପରି ତାଙ୍କ ନାସା ଓ ମୁଖମଣ୍ଡଳ ତାମ୍ରବର୍ଣ୍ଣ, ସୁଶୋଭିତ ଇନ୍ଦ୍ରଦେବଙ୍କ ପତାକା ପରି ତାଙ୍କ ଲାଙ୍ଗୁଡ଼ ଊର୍ଦ୍ଧ୍ୱମୁଖୀ। ଏମିତି ଅବିକଳ ଶ୍ରୀରାମଙ୍କ ବେଶରେ ଥାଇ ନଈବନ୍ଧରେ ସାଇକେଲର ପେଡାଲ କଷୁଥାଏ ବିଦ୍ୟାଧର ଓର ପ୍ରୀତିପୁର ଗାଁର ବିଦ୍ୟା ଦଳେଇ, ଆଉ ସାଇକେଲର ପଛ କ୍ୟାରିୟରରେ ହନୁମାନ ବେଶରେ ବସି ମହା ଆନନ୍ଦରେ ବିଡ଼ି ଟାଣୁଥାଏ ସେଇ ଗାଁର ସୁନାକର ଘଡ଼େଇ। ରାମ ବେଶରେ ଧଇଁ ସଇଁ ହୋଇ ସାଇକେଲ ଚଲାଉଥିବା ବେଳେ ବିଦ୍ୟା ଦଳେଇର ଦିହରୁ ନେଳି ରଙ୍ଗର ଝାଳ ବୋହି ଯାଉଥାଏ। ଝାଳ ପୋଛୁ ପୋଛୁ ଦିହରୁ ଠାଏ ଠାଏ ରଙ୍ଗ ନିଗିଡ଼ି ଯାଇ ଦିହ ଦିଶୁଥାଏ ଭାଦ୍ରବର ଆକାଶ ପରି ଛାପି ଛାପିଆ। ସେମିତି ଧଇଁ ସଇଁ ହୋଇ ସେ ସାଇକେଲ ପେଲୁ ପେଲୁ ଥରେ ପଛକୁ ମୁହଁ ବୁଲେଲା ଓ ତା କ୍ୟାରିୟରରେ ହନୁମାନ ବେଶରେ ବସି ବିଡ଼ି ଟାଣୁଥିବା ସୁନାକର ଘଡ଼େଇକୁ ତାଗିଦ କଲା ପରି କହିଲା, ବୁଝିଲୁ, ତୁ ବିଡ଼ି ଟାଣ କି ଯାହା କର, ଲାଙ୍ଗୁଡ଼କୁ ହୁସିଆର କି ରଖିଥା କହୁଛି। ସାଇକେଲ ସ୍ପୋକ୍ ଭିତରେ ଯଦି ଲାଙ୍ଗୁଡ଼ ପଶିଯିବ ନା, ଠକ୍ କିନା ଦି ଗଡ଼ ହେଇଯିବ। ଇଏ କଲିକତି ଲାଞ୍ଜ ଆଉ ମିଳିବନି। ହନୁମାନ ଏଥର ଚମକି ପଡ଼ି ବାଁ ହାତରେ ନାଙ୍ଗୁଡ଼ଟାକୁ ଉଠି ଆଣିଲା ଓ ନାଙ୍ଗୁଡ଼ର ସବା ଅଗ ରେଶମୀ ସୂତାରେ ଲାଗିଥିବା ଧୂଳି ଝାଡ଼ି ଦେଇ କହିଲା, ଆଗରୁ କହୁନୁ, ଅବିକା ଚକସନ୍ଧିରେ ଗଳି ଯାଇଥାନ୍ତା। ରାମରୂପୀ ବିଦ୍ୟା କହିଲା, ତତେ 1000 ବାର କହିଲେଣି ଗଦା କି ଧନୁଷର ଭାଙ୍ଗିଗଲେ ବାଣୀଶ୍ରୀ ଚିତ୍ରାଳୟରୁ ମିଳିଯିବ। ଇଏ ହେଲା କଲିକତି ଲାଞ୍ଜ। ଇଏ ଥରେ ଭାଙ୍ଗିଗଲେ ନା ପୁଣି କଲିକତା ବହୁ ବଜାର ଯାଇ ୟାକୁ ଆଣିବାକୁ ପଡ଼ିବ। ହନୁମାନ ଦୀର୍ଘଶ୍ୱାସ ପକାଇଲା ଓ କହିଲା, ମହା ଝାମେଲା ଏସବୁ। ଶ୍ରୀରାମ ସେମିତି ସାଇକେଲ ପେଲୁ ପେଲୁ କହିଲା, କ'ଣ ଆଉ କରିବା, ଗୋଟାଏ ଧନ୍ଦାରେ ତ ପଶିଯାଇଛେ। ହନୁମାନ କହିଲା, ମୁଁ ଭାବୁଛି ଏ ବେପାର ବନ୍ଦ କରିଦେଇ ମୁଁ ପୁଣି ମୋ ରଙ୍ଗ କାମକୁ ଯିବି ଭାରି। ରାମ ଏଥର ସାଇକେଲ ବ୍ରେକ୍ ମାରିଲା ଓ ଓହ୍ଲେଇ ପଡ଼ି ଥକ୍କା ମାରିବା ପରି ଠିଆ ହେଲା। କାନ୍ଧରେ ଗଦା ପକାଇ ରାମଙ୍କ ସାମ୍ନାରେ ଅନୁନୟ ଭକ୍ତ ପରି ଠିଆ ହୋଇ ହନୁମାନ କହିଲା, ଦେଖୁନା, ସିଆଡ଼େ ମାଇକି ବାଜିଲାଣି, ଆଉ ଘଡ଼ିକରେ କନସେର୍ଟ ଆରମ୍ଭ ହେଇଯିବ। ହେଲେ ଆମେ 2 ଜଣ କି ଦହଗଞ୍ଜ ହଉଛେ। ଏତେ ସମୟ ନିର୍ବାକ ରାମଚନ୍ଦ୍ର ହୋଇ ଠିଆ ହୋଇଥିବା ବିଦ୍ୟା କହିଲା, ହଇରେ ସୁନା, ତୁ ମୋ ସହିତ ଏତେ ଦିନ ହେଲା ରାମଲୀଳା କଲୁଣି, କ'ଣ ଜାଣିପାରୁନୁ ସ୍ୱୟଂ ପ୍ରଭୁ ରାମ ଆଉ ହନୁମାନ ସୀତାଙ୍କୁ ଖୋଜିବାକୁ କେତେ ଦହଗଞ୍ଜ ହେଇଥିଲେ। ବଣ ପାହାଡ଼ ସେମାନେ ଖାଲି ପାଦରେ ବୁଲୁଥିଲେ, ବଣର କୋଳି ତୁଳି ଖାଉଥିଲେ, ନଈକି ଝରଣାର ପାଣି ପିଉଥିଲେ, ଗଛପତ୍ରରେ ଶୋଉଥିଲେ। ଆମେ ତ ବହୁତ ଭଲରେ ଅଛେ। ହନୁମାନ କଣ୍ଠ ଗଣଗଣ କରି କହିଲା, ସେମାନେ ତ ସତସତିକା ରାମ ହନୁ ଥିଲେ, ସେମାନେ ଭଗବାନ ଥିଲେ। ଆମେ କ'ଣ ସେମିତି ହେଇପାରିବା? ରାମରୂପୀ ବିଦ୍ୟା କହିଲା, ରାମଲୀଳାରେ ଲୋକେ କ'ଣ ଆମକୁ ଭଗବାନ ଭଳିଆ ପୂଜା କରୁନାହାନ୍ତି? ହଇରେ ସୁନା, ତୁ ଗୋଟାଏ ଛାର ରଙ୍ଗମିସ୍ତ୍ରୀ ଆଉ ମୁଁ ହେଲେ ରାଜମିସ୍ତ୍ରୀ। ରାତି ପାଇଲେ କରଣୀ ଆଉ ବାଲି ସିମେଣ୍ଟରେ ମୋର କାମ। ତୁ ବି ମାଙ୍କଡ଼ ଭଳିଆ କୋଉ ବାଉଁଶ ଅଗରେ ଲଟକିକି କାହା ଘରର ରଙ୍ଗ ଦଉ। କାମ ନଥିଲେ ମୁଁ ମୋ ବିଲବାରିରେ ଖଟେ, ତୁ ହାଟରେ ପନିପରିବା ବିକୁ। କହିଲୁ ଦେଖି, ମିଛିମିଛିକା ହଉ ପଛେ ଲୋକେ ଆମକୁ ରାମ ହନୁମାନ ଭାବି ମୁଣ୍ଡିଆ ମାରନ୍ତି ନା ନାହିଁ? ଗୋଡ଼ି ସିମେଣ୍ଟ ଆଉ ରଙ୍ଗ ବ୍ରସ୍ ଭିତରେ ଆମେ କେବେ ହେଲେ ଠାକୁରଙ୍କୁ ଡାକିବାକୁ ଫୁର୍ସତ ପାଉନା। 2 ରାତିର ଏଇ ରାମଲୀଳା ହଉ ପଛେ ଆମେ ତ ଟିକେ ଠାକୁରଙ୍କୁ ଡାକୁଛେ ନା। ହନୁମାନ ଏଥର ଭାରି ଭାରି କଣ୍ଠରେ କହିଲା, ମୁଁ କ'ଣ ସେ କଥା ମନା କରୁଛି? ଏଇ ରାମଲୀଳାରେ ପରା ହନୁମାନ ହେବି ବୋଲି 15 ଦିନ ଥାଇ ବେଳାଏ ଅରୁଆ ଖାଉଛି। ସ୍ତ୍ରୀ ମୋହ ଚାହୁଁନି, ଲୋଭ ମୋହ କରୁନି। ସତ କହୁଛି ବିଦ୍ୟାଇ, ହନୁମାନ ବେଶରେ ମୁଁ ଯେତେବେଳେ ସଜ ହେଇ ଯାଉଛି, ମୁଁ ଘରଦ୍ୱାର ସବୁ ଭୁଲି ଯାଉଛି। ମୋର ସ୍ତ୍ରୀ ପିଲା ଅଛନ୍ତି କି ନାହିଁ ମୋର କିଛି ମନେ ପଡ଼ୁନି। ମୋ ଭିତରେ କୋଉଠି ଏତେ ବଳ ଆସୁଛି କେଜାଣି? ଏଡ଼େ ବଡ଼ ବଡ଼ ଗଛକୁ ମୁଁ ଏକାଠି ଆଙ୍କେ। Sample complete. Ready to continue?